କାହା ନା କାହିଁକି ନବା ଆଜ୍ଞା ଉଦାହରଣ ଦେଲେ ତାଙ୍କର ତଥାପି ହଲିଯିବ। ବବି ବାବୁ ଆପଣଙ୍କୁ ଚାହିଁଥିଲେ ଟିକେଟ ଦେଇ ପାରିଥାନ୍ତେ କିନ୍ତୁ ଦେଲେନି ଆଜ୍ଞା। କାରଣ ଆପଣ ତାଙ୍କର ସମ୍ପର୍କୀୟ। ମୁଁ ଦଳରେ ଜଏନ୍ କରିଛି, ମୁଁ ମୋ ସଭାପତିଠୁ ଟିକେଟ୍ ନେବି ନା ମୁଁ ଆଉ କାହାଠୁ ଟିକେଟ୍ ନେବି? ସେ ଦଳ କେମିତିକା ଯୋଉଠି ସଭାପତି ଟିକେଟ୍ କିଏ ପାଉଛି କିଏ ନ ପାଉଛି ସଭାପତି ଜାଣୁନାହାନ୍ତି, ଅନ୍ୟମାନେ ଟିକେଟ୍ ଦେଇ ଦେଉଛନ୍ତି। କୋଉ ଭଳିଆ ଦଳ ଆଜ୍ଞା? ଇଫ୍ ଏ ପାର୍ଟି ଇଜ୍ ନଟ୍ ଗଭର୍ଣ୍ଣଡ୍, ନଟ୍ ରନ୍ ବାଇ ଦ ହେଡ୍, ଆଉ ଅନ୍ୟମାନେ ଯଦି ତାକୁ ଚଲେଇବେ ସେ ତାଙ୍କ ଇଚ୍ଛାରେ ଚଲେଇବେ। ଆଉ ଗୋଟେ କଥା ମୋତେ କୁହନ୍ତୁ, ସେ କଥାଟା ତାଙ୍କ ଫରରେ ଗଲା ନା ତାଙ୍କ ଏଗେନଷ୍ଟରେ ଗଲା? ମୁଁ ଛାଡ଼ିବାଟା ନିହାତି ଭାବରେ ପ୍ରଶଂସା କରିକି ଲେଖିଥିଲେ। ତ ମୁଁ ଭାବୁଛି ମୋ ପାଇଁ କାହାର ଯଦି ପ୍ରଶଂସା ହେଉଛି ତାହେଲେ ଖୁସି ହୁଅନ୍ତୁ। ମୁଁ ରହିଲି, ପାର୍ଟି ପାଇଁ କାମ କଲି, ଯେତେବେଳେ ମୁଁ ଛାଡ଼ିଲି କାହାର ଭଲ କରିକି ଗଲି। ଆଟଲିଷ୍ଟ ମୋତେ ଟିକେଟ୍ ନ ଦେଇକି ଜଣେ କିଏ ପାର୍ଟିରେ ତ ହାୟର ପୋଜିସନ୍ ପାଇଲା, ମୋ ପାଇଁ ତ ପାଇଲା ଜଣେ, ତେଣୁ କିଛି ଅସୁବିଧା ନାହିଁ। ଜାଣିବା ପାଇଁ ଚାହିଁବି, ଆପଣ ଭାରତୀୟ ଜନତା ପାର୍ଟିକୁ ନିଜର ପାର୍ଟି ବୋଲି କହିଲେ, ପାର୍ଟିରେ ଜଏନ୍ କଲେ, ଏଇ ଭାରତୀୟ ଜନତା ପାର୍ଟିର ଆଦର୍ଶରେ ଆପଣ କ'ଣ ଏବେ ହଠାତ୍ ବିଶ୍ୱାସ କଲେ ନା ବହୁ ପୂର୍ବରୁ ବିଶ୍ୱାସ କରି ଆସୁଥିଲେ? ଆର୍ଏସ୍ଏସ୍ର ସଂସ୍କୃତି, ଭାରତୀୟ ଜନତା ପାର୍ଟିର ସଂସ୍କୃତି, ବିଜୁ ଜନତା ଦଳର ସଂସ୍କୃତି, ସବୁ ପାର୍ଟିର ଗୋଟେ ରାଜନୈତିକ ଦର୍ଶନ ଅଛି। ଏ ରାଜନୈତିକ ଦର୍ଶନ ହଠାତ୍ ଆପଣଙ୍କ ଭିତରକୁ ଆସିଲା ଯେ ବିଜେଡିରେ ମନ ମାନୁନି, ମନ ଦୁଃଖ ହେଉଛି, ଟିକେଟ୍ ମିଳୁନି, ସେତିକି ବେଳେ ବିଜେପିର ଦର୍ଶନରେ ଆପଣ ବିଶ୍ୱାସ କଲେ ନା ପୂର୍ବରୁ ଆପଣ ଆର୍ଏସ୍ଏସ୍ର ହିନ୍ଦୁତ୍ୱ, ଭାରତୀୟ ଜନତା ପାର୍ଟିର ହିନ୍ଦୁତ୍ୱରେ ବିଶ୍ୱାସ କଲେ? ନାଇଁ ମୋର ପାର୍ଟିର ଆଇଡିଓଲୋଜି ନେଇକି ବିଜେପିର ମୋର ଏତେ ଧାରଣା ସେତେବେଳେ ନଥିଲା। ମୁଁ ଯେବେ ଜଏନ୍ କଲି ମୋର ଆଇଡିଓଲୋଜି ବା ଧାରଣା ବିଜୁ ଜନତା ଦଳକୁ ନେଇକି ଥିଲା। ଯେଉଁ ପରସେପ୍ସନ୍ ଥିଲା ବିଜୁ ଜନତା ଦଳର ଯେ ସ୍ୱଚ୍ଛ ନିର୍ମଳ ରାଜନୀତି, ମୁଁ ଧୀରେ ଧୀରେ ଦେଖିଲି ସେଇ ପରସେପ୍ସନ୍ଟା ଚେଞ୍ଜ ହେଇଗଲା। ମୁଁ ଯାହା ଦେଖିଥିଲି ଯେଉଁଭଳି ଭାବରେ ପାର୍ଟି ଚାଲୁଥିଲା, ତାପରେ ଧୀରେ ଧୀରେ ଯେତେବେଳେ ସେଇ ପରସେପ୍ସନ୍ଟା ଚେଞ୍ଜ ହେଲା ମୁଁ ଦଳ ଛାଡ଼ିଲି। ମୁଁ ବିଜେପିର ଆଇଡିଓଲୋଜିକୁ ଦେଖିକି ମୁଁ ଯାଇନାହିଁ, ମୁଁ ବିଜେଡିକୁ ଚେଞ୍ଜ ହେବାର ଦେଖିଲି ମୋ ଆଖି ଆଗରେ। କିନ୍ତୁ ବିଜେପିର ଆଇଡିଓଲୋଜି ଗୋଟିଏ ଅଛି, ଯୋଉ ଆଇଡିଓଲୋଜିରେ ଆପଣ ନିହାତି ଭାବରେ ସେଟା ମୋତେ ବୁଝିବାକୁ ପଡ଼ିବ, ଫଲୋ କରିବାକୁ ପଡ଼ିବ। ମୁଁ ଆଉ ଗୋଟେ କାରଣ ପାଇଁ ଯାଇଥିଲି, ଯୋଉଟା କହିଲି ଯେ କାମ କଲେ ଆପ୍ରିସିଏସନ୍ ଦରକାର, ନା କି ଇନସିଗ୍ନିଫିକେଣ୍ଟ ଶୁଣିବାକୁ ମିଳିବ। ତେଣୁ ମୁଁ ଭାବିଲି ଯେ ମୁଁ ଦଳ ବଦଳେଇଲେ ମୁଁ ଏଇ ଦଳର ଇନସିଗ୍ନିଫିକେଣ୍ଟ ହେଇଗଲି, ଆଟଲିଷ୍ଟ ଆଉ ଗୋଟେ ଦଳକୁ ଯିବି ଯୋଉଟା କାହାର ପ୍ରାଇଭେଟ୍ ଦଳ ନୁହେଁ, କାହାର ଘରୋଇ ଦଳ ନୁହେଁ, ଆଉ ମୁଁ ଯାଇକି ଇଣ୍ଡିଭିଜୁଆଲି ଆଜ୍ ଅରିନ୍ଦମ ରୟ, ଆଜ୍ ଏ ୱାର୍କର ଅଫ୍ ଭାରତୀୟ ଜନତା ପାର୍ଟି ମୁଁ କାମ କରିବି ଏବଂ ନିଜର ପରିଚୟ ସୃଷ୍ଟି କରିବି। এইটা ଥିଲା ମୋର ଯିବାର କାରଣ। ତ ବାରବାଟୀରେ ଆପଣ ଟିକେଟ୍ ପାଉଛନ୍ତି, କଟକରେ ପ୍ରତିଦ୍ୱନ୍ଦିତା କରୁଛନ୍ତି, ସେଇ ସର୍ତ୍ତରେ ଆପଣ ବିଜେପିରେ ଜଏନ୍ କରୁଛନ୍ତି ବୋଲି ଚର୍ଚ୍ଚା ପଡୁଛି। ନା ଏମିତି କୌଣସି କାହାର ଚର୍ଚ୍ଚା ହେଉଥାଇପାରେ। ଚର୍ଚ୍ଚା କ'ଣ ବିଜୁ ଜନତା ଦଳରେ ଥିଲାବେଳେ ତ ଯୋଉଠି ବାଇ ଇଲେକ୍ସନ ହୁଏ ମୋ ନାଁରେ ଚର୍ଚ୍ଚା ହୁଏ। ଯେତେ ଥର ଗତ ଥର ବି କଟକରେ ଚର୍ଚ୍ଚା ହେଲା, ବାଲେଶ୍ୱରରେ ଚର୍ଚ୍ଚା ହେଉଛି, ଯାଜପୁରରେ ଚର୍ଚ୍ଚା ହେଉଛି, ଏମିତିକି ଭଣ୍ଡାରୀ ପୋଖରୀ ବି ଚର୍ଚ୍ଚା ହେଇଯାଏ। ତ ଚର୍ଚ୍ଚାର କିଛି ମାନେ ନଥାଏ। ଦଳ ଯଦି ନିଷ୍ପତ୍ତି ନେବ ସେ ଅଲଗା କଥା, କିନ୍ତୁ ମୋର ବି ଦଳଠୁ ଟିକେଟ୍ ଆଶା କରିବା ଭୁଲ ହେବ। ମୁଁ ଆଗେ କାମ କରିସାରେ, ତ କାମ କେବେ କରିବେ? ଇଲେକ୍ସନ ତ ଆସିଗଲାଣି, ନୋଟିଫିକେସନ ହେଇସାରିଲାଣି, ଆସିଲାଣି। ତ ଆପଣ କ'ଣ କାମ କରିସାରିଲା ପରେ ଟିକେଟ୍ ପାଇବେ ନା ଟିକେଟ୍ ପାଇସାରିଲା ପରେ କାମ? ଇଲେକ୍ସନ କ'ଣ ଥରେ ହେବ? ଲେଟ୍ ମି ୱାର୍କ ଇନ୍ ଦିସ୍ ଇଲେକ୍ସନ, ଲେଟ୍ ମି ୱାର୍କ ଫର୍ ଦ ପାର୍ଟି। ଆପଣ ଟିକେଟ୍ ପାଉଛନ୍ତି କି ନାହିଁ? ନାଇଁ ସେମିତି କୌଣସି କଥା ହିଁ ହେଇନି। କିଛି ସର୍ତ୍ତ ରଖିନା? ନା ସର୍ତ୍ତ କାହିଁ ରଖିବି, ସର୍ତ୍ତ କାହିଁ ରଖିବି? ଦେଖନ୍ତୁ ମୁଁ ତ ଆସିଲି ହର୍ଟ ହେଇକି, ମୁଁ କ'ଣ ଟିକେଟ୍ ନେଇକି, ଦେଖନ୍ତୁ ସର୍ତ୍ତ ରଖିଦେଲେ ମୁଁ ସେଠି ରଖିଥାନ୍ତି। ମୋତେ ଯଦି ନ ଦେବ ଏଥରକ ମୁଁ ଆଉ ଗୋଟେ କ'ଣ କରିବି କି ରିଭୋଲ୍ଟ କରିବି କି କ'ଣ କରିବି, ବଟ୍ ଆଇ ହାଭେଣ୍ଟ ଡନ୍ ଦ୍ୟାଟ୍। ମୋତେ ଭଲ ଲାଗିଲା ନାହିଁ ଗୋଟେ ପାର୍ଟିରେ କହିଲେ ମୋତେ ଇନସିଗ୍ନିଫିକେଣ୍ଟ, ମୁଁ ଫିଲ୍ କଲି ଯଦି ମୁଁ ଇନସିଗ୍ନିଫିକେଣ୍ଟ ତାହେଲେ ମୁଁ ଓହରି ଯାଉଛି। ଓହରି ଗଲେ କ'ଣ ହେବ? ଦୁଇ ତିନିଟା କଥା ହେବ। ଦେଖନ୍ତୁ ପ୍ରେସର କମିବ ଯେ ଅରିନ୍ଦମକୁ ଆମେ ଟିକେଟ୍ ଦେବୁ ଯେଉଁମାନେ ବହୁତ ପ୍ରେସର ଥିବ, ନହେଲେ ମୋତେ ତିନି ଥର ଡାକି ମିଟିଂ କାହିଁ କରିଥାନ୍ତେ, ମୋତେ ସବୁବେଳେ କମିଟମେଣ୍ଟ କାହିଁ ଦେଇଥାନ୍ତେ? ତାଙ୍କ ମୁଣ୍ଡରେ ଗୋଟେ ବୋଝ ଥିବ ନା, ଆମେ ତାକୁ ଦେବୁନି କିନ୍ତୁ ବାରମ୍ବାର କହୁଛୁ, ଫେସ୍ କରିବାକୁ ବି ଡରିବେ। ଗୋଟେ ସେଇଟା ଭଲ ହେଲା। ମୁଁ ଛାଡ଼ିକି ଆସିବାରୁ
सांगठनिक संपादकों इमेज रे भी भल है उठिला भल है समस्त कहले ना जहाँ बढ़िया है टिकट देलेनी किंतु देखिबा आगामी दिन में जदि बालेश्वर आए टिकट जीव बालेश्वर ताले आमे सेतबेले कहिबा। हेलो प्लस 2 एग्जामिनीज आईएएस ऑफिसर हेबाकु चाहନ୍ତି कि तेबे टीएससी गुरुकुल जोग दियंतु +3 टीचिंग सह बाजीराव आईएएस एकेडमी द्वारा कोचिंग पांतु कॉल 9438782020